ଜାଲରେ ପଡିଛନ୍ତି ସାର୍ କଣ ପାଇଁ ସେ ଭିଜିଲାନ୍ସ ଜାଲକୁ ଆସିଲେ? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାର ଏଗନେଷ୍ଟରେ ଇନକ୍ୱାରି ଚାଲିଥିଲା। ଆମେ ଏଇଟା ହଉଛି 31 ତାରିଖ ସ୍ପେଶାଲ ଜଜ୍ ଭିଜିଲାନ୍ସ ବାଲେଶ୍ୱରରୁ ୱାରଣ୍ଟ ଆମେ ଆପ୍ଲାଏ କରିଥିଲୁ। ସେ ୱାରଣ୍ଟ ବଳରେ 7ଟା ଜାଗାରେ ସର୍ଚ୍ଚ ହେଇଥିଲା। 7ଟା ଜାଗାରେ ସାର୍ ଯୋଉ ସର୍ଚ୍ଚ ହେଇଥିଲା କେତେ ସମ୍ପତ୍ତି ଜବତ ହେଇଛି? ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି କେତେ ଜବତ ହେଇଛି ସାର୍? ଟୋଟାଲ ଆସିଟା ଆମେ ନାଇଁ ହଉଛି 85 ପ୍ଲଟ, 5 ମହଲା ବିଲ୍ଡିଂ, ଗୋଟେ ବଡ ବିଲ୍ଡିଂ ଅଛି। କୋଉ ଜାଗାରେ ଜଳେଶ୍ୱରରେ ଫାର୍ମ ହାଉସଟା ବି ଜଳେଶ୍ୱରରେ ଅଛି। ଆଉ ବ୍ୟାଙ୍କ ଡିପୋଜିଟ୍ ପାଇଛୁ। ସାର୍ ବ୍ୟାଙ୍କ ଡିପୋଜିଟ୍ କେତେ ପାଇଛନ୍ତି? ବ୍ୟାଙ୍କ ଡିପୋଜିଟ୍ ତ ଟୋଟାଲ 1 crore ସମଥିଙ୍ଗ ହେଇଯିବ। ଇନ୍ସୁରାନ୍ସ ବ୍ୟାଙ୍କ ଡିପୋଜିଟ୍ 1 crore 74 lakhs ଅଧିକ। ସାର୍ ଯେତିକି ବର୍ତ୍ତମାନ ତାଙ୍କର ଲିକ୍ୱିଡ ସମ୍ପତ୍ତି ଜବତ ହେଇଛି, ପ୍ଲଟ ଜବତ ହେଇଛି, ସାର୍ ଆନୁମାନିକ ମୂଲ୍ୟ ସାର୍ କେତେ ହବ ବର୍ତ୍ତମାନ? ସେଟା ତ କାଲକୁଲେସନ ହେଇନି ଟୋଟାଲ। ସାର୍ ସେ ଅଧ୍ୟକ୍ଷଣ ଯନ୍ତ୍ରୀ ଥିଲେ ବାଲେଶ୍ୱର ସବ୍ ଡିଭିଜନରେ, 17 ବର୍ଷ ଧରିକି ସେ ଏଠିକି ଥିଲେ। ସେ ତାଙ୍କ ସହିତ ଅନ୍ୟ କିଏ ମାନେ ଜଡ଼ିତ ଥିବା ଭଳିଆ ଜଣାପଡୁଛି କି? ସେମିତି କିଛି ତ ଏଇଟା ଡକୁମେଣ୍ଟାରୀ ଏଭିଡେନ୍ସ ନହେଲେ କିଛି କହିହେବନି। ସେ ତ କଣ୍ଟ୍ରାକ୍ଟ, ସେ ଯେହେତୁ ଇଞ୍ଜିନିୟରିଂ ଲାଇନରେ କଣ୍ଟ୍ରାକ୍ଟର ମାନେ ତ କାମ କରିବେ, କାହାକୁ ସେ ତାର ନିଜ ଲୋକକୁ କଣ୍ଟ୍ରାକ୍ଟ ଦେଉଥିବ। ସେମିତି କିଛି ଆଇଡେଣ୍ଟିଫାଇ କରିଛି କି ଭିଜିଲାନ୍ସ ଯେ ତାଙ୍କର କିଏ ଅତି ନିଜର? ସେମିତି କିଛି ତ କହିହେବନି, ତଥାପି ଭିଜିଲାନ୍ସ ବାଲା ଜାଣିଥିବେ ଆଉ, ବୁଝିଲେ କି? ସାର୍ ଆଜି ତ ଆରେଷ୍ଟ ହେଇଛନ୍ତି, ୟା ପର ଷ୍ଟେପ୍ ସାର୍ କଣ? ଫରୱାର୍ଡ ହେବ, ଇନଭେଷ୍ଟିଗେସନ ହେବ, ଚାର୍ଜସିଟ୍ ଦିଆହେବ, ତାପରେ ଟ୍ରାଏଲ ଫେସ୍ କରିବେ ସିଏ। ଟୋଟାଲ କେତେ ଟଙ୍କାର ସେ ପ୍ରପର୍ଟି କରୁଛନ୍ତି? ଟୋଟାଲ କେତେ ଟଙ୍କା? 8 କୋଟିରୁ ଆଭବ ହେବ। ସାର୍ ସୁନା କେତେ ଜବତ ହେଇଛି? ସୁନା 18 ଲକ୍ଷ ଟଙ୍କାର। ସାର୍ ଆଉ କିଏ ସ୍କାନରକୁ ଆସିବାର ଅଛି କି? ନାଇଁ, ସେମିତି କିଛି ଏପର୍ଯ୍ୟନ୍ତ ଜଣାପଡ଼ିନି।